Hi friends, welcome to our channel SBM Coaching Center. Friends, ଏହି ଭିଡ଼ିଓରେ ଆମେ ଦେଖିବା ତୁମର ନବମ ଶ୍ରେଣୀର ଭୂଗୋଳ ଅର୍ଥନୀତି ବହିରେ ଥିବା ଧାରଣୀୟ ବିକାଶ ପାଠର ସମସ୍ତ ପ୍ରଶ୍ନ ଉତ୍ତର। ଏହି ସମସ୍ତ ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ଫ୍ରେଣ୍ଡସ୍, ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟି ଦବାଇ ଅଲ୍ ନୋଟିଫିକେସନକୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ସାଙ୍ଗମାନେ ମୁଁ ଯେତେବେଳେ ସମସ୍ତ ପ୍ରଶ୍ନ ଉତ୍ତର ଆଣିବି ତାହେଲେ ସର୍ବପ୍ରଥମେ ଆପଣମାନେ ଏହାର ନୋଟିଫିକେସନଟି ପାଇଯିବେ ଏବଂ ଏ ଭିଡ଼ିଓଟିକୁ ମଧ୍ୟ ଆପଣମାନେ ଦେଖିପାରିବେ। ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଏକ ନମ୍ବର ହେଲା ଧାରଣୀୟ ବିକାଶ କହିଲେ କ'ଣ ବୁଝ? ଏହାର ଉତ୍ତର ହେଲା ପଏଣ୍ଟ 1, ଧାରଣୀୟ ବିକାଶ ଶବ୍ଦଟି ପ୍ରଥମେ 1987 ମସିହାରେ ଆମ୍ଭମାନଙ୍କର ସାର୍ବଜନୀନ ଭବିଷ୍ୟତ ନାମକ ଏକ ଚିଠାରେ ବ୍ୟବହୃତ ହୋଇଥିଲା। ପଏଣ୍ଟ ନମ୍ବର 2, ଏହା ଏକ ବିକାଶ ପ୍ରକ୍ରିୟା ଯେଉଁଥିରେ ପରସ୍ପରର ନିର୍ଭରଶୀଳ ହୋଇ ଅର୍ଥ ବ୍ୟବସ୍ଥାର ବିକାଶ, ସାମାଜିକ ବ୍ୟବସ୍ଥାର ସଂହତି ଏବଂ ପରିବେଶ ବ୍ୟବସ୍ଥାର ସଂରକ୍ଷଣ ଦ୍ୱାରା ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରାଯାଇପାରେ। ପଏଣ୍ଟ ନମ୍ବର 3, ଏହି ବିକାଶ ଦ୍ୱାରା ଦାରିଦ୍ର୍ୟ ଦୂରୀକରଣ, ସମସ୍ତଙ୍କର ଜୀବନ ଧାରଣର ମାନ ଉନ୍ନତ କରିବା ସଙ୍ଗେ ସଙ୍ଗେ ଏକ ପ୍ରଦୂଷଣ ମୁକ୍ତ ପୃଥିବୀର ଗଠନ ହୋଇପାରିବ। ଏ ଥିଲା ଆପଣମାନଙ୍କର ଧାରଣୀୟ ବିକାଶ କହିଲେ କ'ଣ ବୁଝ ଏକ ନମ୍ବର। ତାପରେ ଦେଖିବା ଏକ ନମ୍ବର କ, ବ୍ରଣ୍ଡ୍ଲାଣ୍ଡ କିଏ? ତାଙ୍କ ପ୍ରଦତ୍ତ ଧାରଣୀୟ ବିକାଶର ସଂଜ୍ଞା ପ୍ରତିପାଦନ ବା ପ୍ରଦାନ କର। ପଏଣ୍ଟ ନମ୍ବର 1, ଗ୍ରୋ ହାର୍ଲେମ୍ ବ୍ରଣ୍ଡ୍ଲାଣ୍ଡ ନରୱେର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ 1987 ମସିହାରେ ଗଢ଼ାଯାଇଥିବା ପୃଥିବୀର ପରିବେଶ ବିକାଶ ନାମକ ଏକ କମିଶନର ଅଧ୍ୟକ୍ଷ ଥିଲେ। ସେ ଧାରଣୀୟ ବିକାଶ ସମ୍ପର୍କରେ ଏକ ସଂଜ୍ଞା ପ୍ରଦାନ କରିଥିଲେ। ତାଙ୍କ ଭାଷାରେ ଯେଉଁ ବିକାଶ ଆଗାମୀ ବଂଶଧରମାନଙ୍କର ଆବଶ୍ୟକତାଟାକୁ ପୂରଣ କରିବାରେ ସାମର୍ଥ୍ୟକୁ ସାଲିସ ନ କରି ବର୍ତ୍ତମାନ ପିଢ଼ିର ଆବଶ୍ୟକତାଟାକୁ ପୂରଣ କରିଥାଏ ତାହାକୁ କୁହାଯାଏ ଧାରଣୀୟ ବିକାଶ। ଏ ଥିଲା କାହାର ସଂଜ୍ଞା? ନା ବ୍ରଣ୍ଡ୍ଲାଣ୍ଡଙ୍କର ସଂଜ୍ଞା। ତାପରେ ଦେଖିବା ଖ ନମ୍ବର, ତା ସହିତ ଆଉ ଗୋଟେ ଅଛି, ଏଠାରେ ଆବଶ୍ୟକତା ଶବ୍ଦଟି ମୁଖ୍ୟତଃ ଉପାଦାନ ପାଇଁ ପ୍ରାକୃତିକ ସମ୍ବଳକୁ ବୁଝାଉଛି। ଗ ନମ୍ବର ଦେଖିବା ଧାରଣୀୟ ବିକାଶର ଉପାଦାନ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ସମ୍ୟକ୍ ବିବରଣୀ ପ୍ରଦାନ କର। ଧାରଣୀୟ ବିକାଶର ଉଦ୍ଦେଶ୍ୟ ହେଲା ପରସ୍ପର ନିର୍ଭରଶୀଳ ହୋଇ ଅର୍ଥ ବ୍ୟବସ୍ଥାର ବିକାଶ, ସାମାଜିକ ବ୍ୟବସ୍ଥାର ସଂହତି ଏବଂ ପରିବେଶ ବ୍ୟବସ୍ଥାର ସଂରକ୍ଷଣ ଦ୍ୱାରା ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିବା। ପଏଣ୍ଟ 1 କହିଛି ଅର୍ଥନୀତିର ବିକାଶ। ଅର୍ଥନୀତିର ବିକାଶ କ'ଣ? ମୁଣ୍ଡ ପିଛା ବାସ୍ତବ ଆୟର ବୃଦ୍ଧି, ସମସ୍ତଙ୍କର ସ୍ୱାର୍ଥ ଏବଂ ଶିକ୍ଷା ଏବଂ ମୁକ୍ତ ବାୟୁ, ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ତଥା ସର୍ବୋପରି ସମସ୍ତଙ୍କୁ ଉନ୍ନତମାନର ଜୀବନଯାପନ କରିବା ପାଇଁ ବା କରିବାର ସୁଯୋଗ ପ୍ରଦାନକୁ ଅର୍ଥନୀତିର ବିକାଶ ବୋଲି କୁହାଯାଏ। ଏହି ଲକ୍ଷ୍ୟ ପୂରଣ ନିମନ୍ତେ ସରକାରଙ୍କ ଦ୍ୱାରା ଯୋଜନାବଦ୍ଧ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଥାଏ। ପଏଣ୍ଟ ନମ୍ବର 2, ସାମାଜିକ ସଂହତି। ନ୍ୟାୟ ଓ ସମାନତା ନୀତି ଉପରେ ଧାରଣୀୟ ବିକାଶ ସମାଜକୁ ସାମାଜିକ ଦୃଷ୍ଟିକୋଣ ଆଧାରିତ ସାମାଜିକ ଶୃଙ୍ଖଳା ଓ ସଂହତି ରକ୍ଷା କରିବା ଏହି ବିକାଶର ଅନ୍ୟତମ ଲକ୍ଷ୍ୟ। ପରିବେଶ ସୁରକ୍ଷା। ପରିବେଶର ସୁରକ୍ଷା ଏକ ଜରୁରୀ କାର୍ଯ୍ୟ ଓ ଏହା ଧାରଣୀୟ ବିକାଶର ଏକ ମୁଖ୍ୟ ଅଙ୍ଗ। କାରଣ ପରିବେଶ ସନ୍ତୁଳନ ନଷ୍ଟ ହେଲେ ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକ ଘଟିଥାଏ। ପଏଣ୍ଟ ନମ୍ବର 4, ବିକାଶ କାର୍ଯ୍ୟକ୍ରମ ପ୍ରକୃତିର ଧାରଣ ଶକ୍ତି ସୀମା ପାରରେ ବା ସୀମା ମଧ୍ୟରେ ସୀମିତ ରହିବା ଉଚିତ। ବର୍ତ୍ତମାନ ଓ ଆଗାମୀ ବଂଶଧରମାନଙ୍କ ମଧ୍ୟରେ ପ୍ରାକୃତିକ ସମ୍ବଳ ଉପଯୋଗର ଗୁରୁତ୍ୱ ଉପଲବ୍ଧ ହୋଇ ପାରିଲେ ଧାରଣୀୟ ବିକାଶ କ'ଣ ହୋଇଥାଏ? ସମ୍ଭବପର ହୋଇଥାଏ। ତାପରେ ଦେଖିବା ନେକ୍ସଟ ନମ୍ବର ଗ, ଧାରଣୀୟ ବିକାଶ ଉପରେ ପରିବେଶ ସୁରକ୍ଷା ଅବଶ୍ୟମ୍ଭାବୀ।
ଏହି ଉକ୍ତିର ଯଥାର୍ଥଟା ପ୍ରତିପାଦନ କର। ଏହାର ଉତ୍ତର ପରିବେଶ ସୁରକ୍ଷା ହେଉଛି ଧାରଣୀୟ ବିକାଶର ଏକ ମୁଖ୍ୟ ଅଙ୍ଗ। ପରିବେଶ ମୁଖ୍ୟତଃ 4 ପ୍ରକାର କାର୍ଯ୍ୟ କରିଥାଏ, ଯଥା 1 ପଏଣ୍ଟ ହେଉଛି ଏହା ଉତ୍ପାଦନ ପାଇଁ କଞ୍ଚାମାଲ ଯୋଗାଇଥାଏ। ଉଦାହରଣ ସ୍ୱରୂପ ଆଲୁମିନିୟମ ପାଇଁ ବକ୍ସାଇଟ୍ ଖଣିଜ ପଥର। ପଏଣ୍ଟ ନମ୍ବର 2, ପରିବେଶ ଉତ୍ପାଦନ ଓ ଉପଭୋଗ ଦ୍ୱାରା ସୃଷ୍ଟ ଯାବତୀୟ ବର୍ଜ୍ୟବସ୍ତୁର ଶୋଷକ ପାତ୍ର ଭାବେ କାର୍ଯ୍ୟ କରେ। ଉଦାହରଣ କଳକାରଖାନାରୁ ନିର୍ଗତ ବିଷାକ୍ତ ବାଷ୍ପ ବାୟୁମଣ୍ଡଳ ଶୋଷି ନେଇଥାଏ। ପଏଣ୍ଟ ନମ୍ବର 3, ଜୀବନ ଧାରଣ ପାଇଁ ପରିବେଶ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସହାୟକ ହୋଇଥାଏ। ଉଦାହରଣ ସ୍ୱରୂପ ଜନଜାତି ମାନେ ଜଙ୍ଗଲଜାତ ଦ୍ରବ୍ୟ ଦ୍ୱାରା ଜୀବନ ନିର୍ବାହ କରନ୍ତି। ପଏଣ୍ଟ ନମ୍ବର 4, ପ୍ରାକୃତିକ ଓ ପାରିପାର୍ଶ୍ୱିକ ସ୍ଥିରତା ବଜାୟ ରଖିବା ପରିବେଶର ଅନ୍ୟ ଏକ ମୁଖ୍ୟ କାର୍ଯ୍ୟ। ପରିବେଶର ସନ୍ତୁଳନ ନଷ୍ଟ ହେଲେ ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସୁତରାଂ ଧାରଣୀୟ ବିକାଶରେ ପରିବେଶର ବ୍ୟବସ୍ଥା ସଂରକ୍ଷଣ ଅବଶ୍ୟ ଭାବେ ବି। ତାପରେ ଦେଖିବା 2 ନମ୍ବର, ସଂକ୍ଷିପ୍ତ ବିବରଣୀ ପ୍ରଦାନ କର। କ ନମ୍ବର ଜନସଂଖ୍ୟା ନିୟନ୍ତ୍ରଣ। ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଗୋଟେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା। ପଏଣ୍ଟ 1, ଜନସଂଖ୍ୟା ପରିବେଶ ଓ ବିକାଶ ପରସ୍ପର ସହିତ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ପଏଣ୍ଟ ନମ୍ବର 2, ଜନସଂଖ୍ୟା ବୃଦ୍ଧି ହେଲେ ଦାରିଦ୍ର୍ୟ ବୃଦ୍ଧି ପାଏ ଓ ପରିବେଶ ଅସନ୍ତୁଳିତ ହୋଇଥାଏ, ଫଳରେ ବିକାଶର ଧାରା ବାଧାପ୍ରାପ୍ତ ହୋଇଥାଏ। ଜନସଂଖ୍ୟା ବୃଦ୍ଧି ଦ୍ୱାରା ବେକାରୀ ସମସ୍ୟା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସହରୀକରଣ ଓ ପ୍ରଦୂଷଣର ବୃଦ୍ଧି ଘଟେ। ତାପରେ ପଏଣ୍ଟ ନମ୍ବର 4, ଭୂମି ଉପରେ ମାନବୀୟ ଚାପ ଅତ୍ୟଧିକ ହେତୁ ପରିବେଶର ସନ୍ତୁଳନ ନଷ୍ଟ ହୁଏ। ତେଣୁ ଧାରଣୀୟ ବିକାଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଅତ୍ୟନ୍ତ ଜରୁରୀ ହୋଇଥାଏ। ତାପରେ ଦେଖିବା ପରିବେଶର ସୁରକ୍ଷା। ପରିବେଶ ମୁଖ୍ୟତଃ 4 ପ୍ରକାର କାର୍ଯ୍ୟ କରିଥାଏ। ସେଗୁଡ଼ିକ ହେଉଛି ଉତ୍ପାଦନ ପାଇଁ ବିଭିନ୍ନ କଞ୍ଚାମାଲ ଯୋଗାଇଥାଏ। ଏହା ଯାବତୀୟ ବର୍ଜ୍ୟବସ୍ତୁର ଶୋଷକ ଭାବରେ କାର୍ଯ୍ୟ କରେ। ଜୀବନ ଧାରଣ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାହାଯ୍ୟ କରେ। ପ୍ରାକୃତିକ ଏବଂ ପାରିପାର୍ଶ୍ୱିକ ସ୍ଥିରତା ବଜାୟ ରଖେ। ତା ସହିତ ପରିବେଶ ପଏଣ୍ଟ ନମ୍ବର 2 କହିଛି ପରିବେଶ ସନ୍ତୁଳନ ଯଦି ନଷ୍ଟ ହୁଏ ତେବେ ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବିକାଶ କାର୍ଯ୍ୟକ୍ରମ ପ୍ରକୃତିର ଧାରଣ ଶକ୍ତି ସୀମା ମଧ୍ୟରେ ସୀମିତ ରହିବା ଉଚିତ। ଉପଯୁକ୍ତ ପରିବେଶ ସୁରକ୍ଷା ନଥାଇ ବିକାଶର ଅର୍ଥ ଉତ୍କଟ ପରିବେଶର ଅବକ୍ଷୟ ଜନିତ ସମସ୍ୟା ସୃଷ୍ଟି। ତେଣୁ ପରିବେଶର ସୁରକ୍ଷା ହେଉଛି ଧାରଣୀୟ ବିକାଶର ଏକ ମୁଖ୍ୟ ଅଙ୍ଗ। ତାପରେ ଦେଖିବା ପରିବେଶ ସନ୍ତୁଳନ। ପରିବେଶ ସନ୍ତୁଳନ କ'ଣ? ପଏଣ୍ଟ 1, ଧାରଣୀୟ ବିକାଶ ନିମନ୍ତେ ପରିବେଶ ସନ୍ତୁଳନ ଅତ୍ୟନ୍ତ ଆବଶ୍ୟକ। ପରିବେଶ ସନ୍ତୁଳନ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆବଶ୍ୟକ, କାରଣ ଜନସଂଖ୍ୟା ବୃଦ୍ଧି ହେଲେ ଜନବସତି, କଳକାରଖାନା, ଯାନବାହନ ଆଦି ବୃଦ୍ଧି ଘଟେ, ଫଳରେ ପରିବେଶ ସନ୍ତୁଳନ ସୃଷ୍ଟି ହୋଇଥାଏ ଓ ପ୍ରଦୂଷଣ ବୃଦ୍ଧି ପାଇଥାଏ। ଦ୍ୱିତୀୟତଃ ପରିବେଶର ପ୍ରଦୂଷଣ ପ୍ରକୃତିର ବର୍ଜ୍ୟବସ୍ତୁକୁ ଶୋଷଣ ବା ସମତୁଲ କରିବାର କ୍ଷମତାକୁ କମ୍ ହେବା ଆବଶ୍ୟକ। ଏତଦ୍ ବ୍ୟତୀତ ସମ୍ବଳର ସର୍ବବୃହତ୍ତମ ବ୍ୟବହାରର ଆବଶ୍ୟକତା ରହିଛି। ତାପରେ ଦେଖିବା ସାଙ୍ଗମାନେ ଶୂନ୍ୟ ସ୍ଥାନ ପୂରଣ କର। କ ନମ୍ବର ହେଉଛି ଡ୍ୟାସ୍ ହେଉଛି ଧାରଣୀୟ ବିକାଶର ମୁଖ୍ୟ ଅଙ୍ଗ। ଧାରଣୀୟ ବିକାଶର ମୁଖ୍ୟ ଅଙ୍ଗ କୋଉଟା? ନା ଧାରଣୀୟ ବିକାଶର ମୁଖ୍ୟ ଅଙ୍ଗ ହେଉଛି ପରିବେଶ ସୁରକ୍ଷା। ଖ ନମ୍ବର କହିଛି ଡ୍ୟାସ୍ ଏକ ନବୀକରଣ ସମ୍ବଳ ଅଟେ।
नवीकरण संबल कोटा लुहा पत्थर। एथिला आपण मानकर धारणीय विकास प्रश्न उत्तर। सांग माने जदि वीडियोटी भल लगी थाए तबे आपण माने आम चैनल को सब्सक्राइब कर दियंतु जहाँ फल कि मु समस्त पाठर समस्त श्रेणीर प्रश्न उत्तर गुड़िक गोटे पर गोटे नहीं आसबि। सेतेबेले पर्यंत आपण माने आम चैनल सहित जड़ित ही रुहंतु।